ବର୍ତ୍ତମାନ ଉପରବାୟୁ ଘୂର୍ଣ୍ଣିବଳୟଟି ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ରହିଛି, ଯୋଉଟାକି ସମୁଦ୍ର ପତନ ଠାରୁ 7.6 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଉଚ୍ଚତା ସହିତ ଦକ୍ଷିଣ ପଶ୍ଚିମକୁ ଢଳି କରି ରହିଛି ଆଉ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଉତ୍ତର ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ପଶ୍ଚିମ ବାଂଲାଦେଶ ଉପକୂଳରେ, ଯାହା ଫଳରେ କି ଆଗାମୀ 3-4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ବର୍ଷା ସହିତ ପ୍ରବଳ ବର୍ଷା, ଅତି ପ୍ରବଳ ବର୍ଷା, ଇଭେନ୍ ଅତ୍ୟନ୍ତ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଭଦ୍ରକ ଜିଲ୍ଲାରେ, କଟକ, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେଉଁଝର, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲା ତା ସହିତ ପ୍ରବଳ ବର୍ଷା ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ। କାଲି ପାଇଁ ମଧ୍ୟ ଅତ୍ୟନ୍ତ ପ୍ରବଳ ବର୍ଷା କିମ୍ବା ଏକ୍ସଟ୍ରିମଲି ହେଭି ରେନଫଲ୍ ହେବାର ସମ୍ଭାବନା ରହିଛି ଜଗତସିଂହପୁର ଜିଲ୍ଲାରେ। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଜିଲ୍ଲା ଗୁଡ଼ିକ ହେଲେ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ଯାଜପୁର, ନୟାଗଡ଼, କନ୍ଧମାଳ ଏବଂ କେଉଁଝର ଜିଲ୍ଲା। ତା ସହିତ ପ୍ରବଳ ବର୍ଷା ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି ଗଞ୍ଜାମ, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଦେଓଗଡ଼ ଜିଲ୍ଲାରେ। 16 ତାରିଖରେ ମଧ୍ୟ ପ୍ରବଳ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି ଗୋଟେ କିମ୍ବା ଦୁଇଟା ସ୍ଥାନରେ, ଯେମିତିକି ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାରେ। ତା ସହିତ ଅଲଗା ଜିଲ୍ଲା ଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯେମିତିକି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ। ସେଥିପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ, ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଓଡ଼ିଶା ଉପରେ ରହିବ। 17 ତାରିଖରେ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ। ତା ପରବର୍ତ୍ତୀ ସମୟରେ ବର୍ଷା ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ତା ସହିତ ଆଗାମୀ 5 ଦିନ ପର୍ଯ୍ୟନ୍ତ 14 ତାରିଖରୁ ନେଇ 18 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଟାକି ସମୁଦ୍ରର ସ୍ଥିତି ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ସ୍କଲି ୱେଦର ରହିବ, ବର୍ଷା ସହିତ ପବନର ଗତି 40-50 କିଲୋମିଟର ପର ଆୱାର, ଗଷ୍ଟିଂ 60 କିଲୋମିଟର ପର, ଝଟକା ପବନର ଗତି 60 କିଲୋମିଟର ପର ଆୱାରରେ ରହିବାର ସମ୍ଭାବନା ରହିଛି। ବର୍ଷା ବର୍ତ୍ତମାନ ଆମର ଓଡ଼ିଶାରେ ଟୋଟାଲ ବର୍ଷା ହେଇଛି 354.7 ମିଲିମିଟର, ଆଉ ଆମର ନର୍ମାଲ ଭ୍ୟାଲୁ ରହିଛି, ସ୍ୱାଭାବିକ ବର୍ଷାର ଭ୍ୟାଲୁ ରହିଛି 345.5 ମିଲିମିଟର, ଯାହାଫଳରେ ବର୍ତ୍ତମାନ ବି ରାଜ୍ୟରେ 3% ବର୍ଷା ଅଧିକ ରହିଛି।